ଠାକୁରାଣୀ ଯାତ୍ରା ପାଇଁ ବ୍ରହ୍ମपुର ସହର ଉତ୍ସବ ମୁଖରିତ ହୋଇ ଉଠିଛି। ଗଞ୍ଜାମ ଜିଲ୍ଲା ବାହାରୁ, ରାଜ୍ୟ ଭିତରୁ, ଦେଶ ଭିତରୁ ଏବଂ ସାରା ବିଶ୍ୱରୁ ମଧ୍ୟ କହିବାକୁ ଗଲେ ଭକ୍ତମାନଙ୍କର ସୁଅ ଏଠାକୁ ଛୁଟିବାରେ ଲାଗିଛି। ମାଙ୍କ ଅସ୍ଥାୟୀ ପୀଠ ଭକ୍ତମାନଙ୍କ ଗହଣରେ ଭିଡ଼ ହୋଇଥିବା ବେଳେ ଦେଶୀ ବେହେରା ଛାଇ ଚଳଚଞ୍ଚଳ ହୋଇ ଉଠିଛି। କହିବାକୁ ଗଲେ ବ୍ରହ୍ମପୁର ସହର ଉତ୍ସବ ମୁଖରିତ। ଆଉ ଏନେଇ କାହିଁକି ଭକ୍ତମାନେ ଏତେ ସଂଖ୍ୟାରେ ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦେଖିବା ପାଇଁ ଏବଂ ମାଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ଆସୁଛନ୍ତି? କ'ଣ ରହିଛି ରହସ୍ୟ? ମା ବୁଢ଼ୀ ଠାକୁରାଣୀଙ୍କର କ'ଣ ରହିଛି ଅଲୌକିକ ଘଟଣା ଏବଂ କିମ୍ବଦନ୍ତୀ? ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋ ସହିତ ଅଛନ୍ତି ସଂସ୍କୃତି ପ୍ରେମୀ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ। ଚାଲନ୍ତୁ ତାଙ୍କ ନିକଟକୁ ଯିବା ଏବଂ ତାଙ୍କ ସହ ଆଲୋଚନା କରିବା। ଭାରତ ବର୍ଷର କାଳଖଣ୍ଡରେ ଅନେକ ପର୍ବପର୍ବାଣୀ ପାଳନ ହୁଏ। ଯେଉଁ ପର୍ବପର୍ବାଣୀ ସହିତ ମାଙ୍କର ସମ୍ପର୍କରେ, ମାଙ୍କର ବନ୍ଦନା, ମାଙ୍କର ଉପାସନା, ମାଙ୍କର ମହିମା, ମାଙ୍କର ଆବିର୍ଭାବ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଅଞ୍ଚଳରେ ପାଳନ କରାଯାଉଥିବା ବେଳେ ଆମ ମାଟିର ଗଞ୍ଜାମରେ ବ୍ରହ୍ମପୁର ସହରରେ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଏକ ଐତିହାସିକ ଯାତ୍ରା ବୋଲି କୁହାଯାଏ। କିମ୍ବଦନ୍ତୀର ଯଦି ଧାରାକୁ ଆମେ ଯିବା, ଆର ଐତିହାସିକ ଧାରାକୁ ଯଦି ଆମେ ବିଭିନ୍ନ ଦିଗରୁ ଆଲୋଚନା କରିବା, ବିଭିନ୍ନ ସମୟରେ ବିଭିନ୍ନ ମତ ଆସିଛି। କିନ୍ତୁ 1700 ଶତାବ୍ଦୀରେ ଯେଉଁ ପରମ୍ପରା ଆରମ୍ଭ ହେଲା ବୁଢ଼ୀ ଠାକୁରାଣୀ ଯାତ୍ରା, ଏହି ପରମ୍ପରା ଭିତରେ ଗୋଟେ ସାମାଜିକ, ପାରିବାରିକ ଓ ସାଂସ୍କୃତିକ ସନ୍ଦେଶ ଦେଉଥିବା ଏକ ଅନନ୍ୟ ଉତ୍ସବ ହେଉଛି ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବା ସାନ୍ତାଣୀଙ୍କ ଯାତ୍ରା। ମା ସାନ୍ତାଣୀଙ୍କର ଯେଉଁ ଆବିର୍ଭାବ ଏବଂ ମା ସାନ୍ତାଣୀଙ୍କର ଯେଉଁ ବର୍ତ୍ତମାନ ଯେଉଁ ପୂଜାର୍ଚ୍ଚନା କରି ତାଙ୍କର ଯାତ୍ରା ଚାଲିଛି, ଏପ୍ରିଲ 3ରୁ ପ୍ରାୟ 29 ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏଇଠି, ଆର ଇତିହାସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୈନିକ ଆମେ ଆଲୋଚନା କରୁଛେ। ଦୈନିକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଲା ବେଳେ ଗୋଟିଏ କଥା ସମସ୍ତେ ସ୍ମରଣ କରୁଛେ ଯେ ଆଜି ବାପଘରକୁ ଝିଅ ଆସିଛନ୍ତି। ଆମେ ସମସ୍ତେ ମଧ୍ୟ ଗୋଟେ ପ୍ରକାର ଭକ୍ତି ଭାବନାରେ ଉଦ୍ବୁଦ୍ଧ ହୋଇ ଉଠିଛେ ଏବଂ ଆମେ ସମସ୍ତେ ମଧ୍ୟ ଯେହେତୁ କନ୍ୟା ଝିଅଟିଏ ଆସିଛି ତାଙ୍କ ବାପ ଘରକୁ, ସେହି ହିସାବରେ ଆମେ ଝିଅକୁ ସେଠି ଯେଉଁଭଳି ଭାବରେ ସମ୍ମାନ ଦେଉଛେ, ସେଇଭଳି ଭାବରେ ଆମେ କନ୍ୟାମାନଙ୍କୁ ବର୍ତ୍ତମାନ ସମାଜରେ ଯେଭଳି କନ୍ୟାମାନେ ଅବହେଳିତ ହୋଇ ଅଛନ୍ତି, ଏଇଭଳି ଭାବନାରେ ଯଦି ଆମେ ଉଦ୍ବୁଦ୍ଧ ହୋଇ ଉଠିବା, ଏଠାରୁ ଆମେ ଶିକ୍ଷା କରିବା ଯେ କନ୍ୟା ପ୍ରତି କର୍ତ୍ତବ୍ୟ କ'ଣ, କନ୍ୟା କାହିଁକି ଅବହେଳିତ ହେଉଛି, ଏହି ଶିକ୍ଷା ମାଧ୍ୟମରେ ଯଦି ଆମେ ଯାତ୍ରା ମାଧ୍ୟମରେ କିଛି ଉପଲବ୍ଧି କରିବା, ତାହେଲେ କନ୍ୟା ଜାତି କେବେ ବି ଅବହେଳିତ ହେବ ନାହିଁ, ବରଂ କନ୍ୟା ଜାତିର ଉନ୍ନତି ହେବ ଏବଂ କନ୍ୟାମାନେ, ଝିଅମାନେ ଆଗକୁ ବଢ଼ିଲେ ନିଶ୍ଚୟ ଆମର ମଧ୍ୟ ଉନ୍ନତି ହେବ, ଆମ ଦେଶ ସମୃଦ୍ଧି ହେବ। ତେଣୁ ନାରୀ ଶକ୍ତି ଆଗକୁ ଯିବା ଆବଶ୍ୟକ ଏବଂ ସବୁ ମୁହୂର୍ତ୍ତରେ ନାରୀ ଶକ୍ତି ମଧ୍ୟ ଆଗକୁ ଯାଆନ୍ତୁ। ସେମାନଙ୍କ ପ୍ରତି ଆମର ନୈତିକ କର୍ତ୍ତବ୍ୟ ଯାହା ରହିଛି ଆମେ ମଧ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ଆବଶ୍ୟକ। ନାରୀମାନଙ୍କର ବିକାଶ ହେଲେ ସମାଜର ବିକାଶ ହେବ ଏବଂ ସମାଜର ବିକାଶ ହେଲେ ଦେଶର ବିକାଶ ହେବ, ଦେଶର ବିକାଶ ହେଲେ ସାରା ବିଶ୍ୱର ବିକାଶ ହେବ। ବ୍ରହ୍ମପୁରରୁ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।